ଆରେ ଶୁଣୁଛ? ନିଅ, ଏ କିଛି ପଇସା ଅଛି, ନିଅ ରଖିଦିଅ। ପଇସା? ଆରେ ପଇସା କଣ ଦଉଛ? ତମେ ଏରା ଆର ମାସରେ ପଇସା ମତେ ଦେଇଥିଲ। ଆରେ ସେ ପଇସା, ଆରେ ସେ ପଇସା ତମକୁ ଦେଇଥିଲି ଘର ଖର୍ଚ୍ଚ କରିବା ପାଇଁ, କିନ୍ତୁ ଏ ପଇସା ଦଉଛି ତମ ନିଜ ଖର୍ଚ୍ଚ କରିବା ପାଇଁ। ନିଅ, ଏ ପଇସା ନିଅ। ହଁ, ଆଉ ଯଦି ପଇସା ଦରକାର ପଡେ ମତେ ମାଗିବ, ଲାଜ କେବେ କରିବନି, ହେଲା? ଆରେ ଆଜି କଣ ଜଲ୍ଦି ଅଫିସରୁ ଆସିଲା ଭାରି? ଆରେ ମୁଁ କଣ ଭାବୁଥିଲି କି, ଚାଲ ଆଜି ଆମେ ସାଥି ହେଇକି କୁଆଡେ ଗୋଟେ ବୁଲିବାକୁ ଯିବା। ଆରେ ଆଜି ପରା ତମ ଅଫିସରେ ମିଟିଂ ଥିଲା। ଆରେ ଅଫିସରେ ତ ମିଟିଂ ସବୁବେଳେ ହଉଛି, କିନ୍ତୁ ଆମେ କଣ ସବୁବେଳେ ବୁଲିବାକୁ ଯାଇପାରୁଛେ? ଆରେ ସେଇଥିପାଇଁ ଅଫିସ ମିଟିଂ କ୍ୟାନସଲ କରିକି ମୁଁ ଆସିଲି ବୁଲିବାକୁ ଯିବା ପାଇଁ। ହଁ, ତମର ଯଦି ବୁଲି ଯିବାକୁ ଇଚ୍ଛା ନାହିଁ ତାହେଲେ ଠିକ ଅଛି, ମୁଁ କ୍ୟାନସଲ କରିଦଉଛି। ନାଇଁ ନାଇଁ, ମୁଁ ରେଡି ହେଇକି ଆସିଛି। କାହାର ବୁଲିବାକୁ ଯିବାକୁ ମନ ନାହିଁ କହିଲ? ହଉ ହଉ ଠିକ ଅଛି, ଜଲ୍ଦି ଜଲ୍ଦି ବାହାର। ଆରେ ବା, ଆଜି କଣ ତମେ ଚାହା ବନଉଛ? କାହିଁ, ମୁଁ କଣ ଚା ତିଆରି କରିପାରିବିନି? ଆରେ ମୁଁ ସେ କଥା କହୁନଥିଲି। ଆରେ ବାବା ମୁଁ ଜାଣିଛି, ତମେ ମତେ ଆଉ ବତାନି। ମୁଁ ଜାଣିଛି ତମ ଚାରେ ନା ଚିନି କମ, ଗୋଲମରିଚ ଟିକେ ପଡିବ, ଅଦା ଟିକେ ପଡିବ। ମୁଁ ଜାଣିଛି ଭଲ ଭାବରେ, ହେଲା? ଆରେ ତମେ ଏଠି କଣ ଛିଡା ହେଇଛ ଯେ? ଯାଅ, ତମେ ବସ, ମୁଁ ଚା କରିକି ତମ ପାଖକୁ ନେଇକି ଯାଉଛି, ହେଲା? ଯାଅ। ଠିକ ଅଛି। ଆସିଗଲା ଗରମ ଗରମ ଚାଏ, ଗରମ ଗରମ ଚାଏ। ଚାଟା ପିଇଲ, କେମିତି ଟେଷ୍ଟ ଅଛି କହିଲ? ଆଉ ହଁ, ଚାଟା ଯଦି 19-20 ହେଇଯାଇଥିବ ତାହେଲେ ମନା କରିବନି, ଚାଟା ନିଶ୍ଚୟ ପିଇବ, ହେଲା? ଚାହାଟା ତ ବଢିଆ ଟେଷ୍ଟି ହେଇଛି। ବଢିଆ ତ ଚାହା କରିଛ। ବହୁତ ବହୁତ ଧନ୍ୟବାଦ।